ମୁଁ ଆଇନଜୀବୀ ଅକ୍ଷାଂଶୁ ଶେଖର ନାୟକ ଜଟଣୀ। ଆଜିର କାର୍ଯ୍ୟକ୍ରମ ଆପଣମାନେ ସମସ୍ତେ ଜାଣନ୍ତି। ଆଜି ଏକ ପବିତ୍ର ଦିନ। ଆଜି ସମଗ୍ର ଓଡ଼ିଶାରେ ମଧୁସୂଦନ ଜୟନ୍ତୀ, ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ତଥା ଓକିଲ ଦିବସ ପାଳନ କରାଯାଉଅଛି। ବିଶେଷ କରି ଏଠାରେ ମଧ୍ୟ ଆମେ ଅଧିବକ୍ତା ପରିବାର ମାନେ ଆପଣମାନେ ଜାଣନ୍ତି ଜଟଣୀରେ ବହୁ ସଂଖ୍ୟାରେ ସମସ୍ତେ ହେଉଛୁ ଆଇନଜୀବୀ ମାନେ। ଆମେ ମଧ୍ୟ ବିଭିନ୍ନ ସଂଗଠନରେ ମଧ୍ୟ ଜଟଣୀରେ ଯେଉଁ ସଂଗଠନ ଦ୍ୱୟ ରହିଛି ସେ ସଂଗଠନରେ ମଧ୍ୟ ଆମେମାନେ ସଭ୍ୟ ରହିଛୁ। ଆଜିର ମଧ୍ୟ ସନ୍ଧ୍ୟାବେଳେ ସେ କାର୍ଯ୍ୟକ୍ରମ ମଧ୍ୟ ରହିଛି ଜଟଣୀ ବାର୍ ଆସୋସିଏସନ୍ ଠାରେ ମଧ୍ୟ ରହିଛି। କିନ୍ତୁ ତା ପୂର୍ବରୁ ଆମେ ଗୋଟେ ଭାଇଚାରା ଭାବରେ ଆଜି ଆମେ ସମସ୍ତେ ଯେତେ ଯୁବ ଆଇନଜୀବୀ ମାନେ ରହିଛନ୍ତି ଜଟଣୀରେ ଗୋଟେ ବିଶେଷ କିଛି କାର୍ଯ୍ୟକ୍ରମ ନଥିଲା, ଖାଲି ସମସ୍ତଙ୍କ ଭିତରେ ଗୋଟେ ସହାନୁଭୂତି ଭାବରେ ସମସ୍ତେ ଗୋଟେ ମିଳିତ ଭାବରେ ନିଷ୍ପତ୍ତି କଲେ ଯେ ଆମେ ଜଟଣୀରେ ଯେଉଁମାନେ ବয়োଜ୍ୟେଷ୍ଠ ଅଧିବକ୍ତାମାନେ ବା ବয়োଜ୍ୟେଷ୍ଠ ଓକିଲମାନେ ରହିଛନ୍ତି ତାଙ୍କୁ ସମ୍ମାନ ଜଣାଇବା ଦିବସରେ ବା ଜଣାଇବା ପାଇଁ ଆଜି ଏ କାର୍ଯ୍ୟକ୍ରମଟି ଏହି ପବିତ୍ର ମହାପୁରୁଷଙ୍କ ଜନ୍ମତିଥିରେ ଆମେ ଏଠାରେ ପାଳନ କରୁଛୁ। ତେଣୁ ଯାହା ହେଉ ଦ୍ୱାରା ଆମେ ମଧ୍ୟ ସେମାନଙ୍କର ଯେଉଁ ବହୁମୂଲ୍ୟ ବକ୍ତବ୍ୟ ସେମାନେ ଆଜିର ଏହି ଅବସରରେ ରଖିଲେ ସେଥିରେ ଆମେମାନେ ଉଦ୍ବୁଦ୍ଧ ହେଲୁ। ତାଙ୍କଠାରୁ ମଧ୍ୟ କିଛି ପ୍ରେରଣା ପାଇଲୁ ଯେ ଯେଉଁମାନଙ୍କର ଶିକ୍ଷା ଦୀକ୍ଷା ବଳରେ ଆମେମାନେ ଆଜି ଏଠାରେ ଆମର ଆଇନଜୀବୀକୁ ପେଶା ଗ୍ରହଣ କରିଛୁ ସେମାନଙ୍କର ଆଦର୍ଶ ନିଶ୍ଚିତ ଭାବରେ ଆମ ପାଇଁ ସବୁଦିନ ପାଇଁ ପ୍ରେରଣାଦାୟୀ ହୋଇ ରହିବ। ତେଣୁ ସେଇମାନଙ୍କ ପାଇଁ ଯେଉଁମାନେ ବୟସ୍କ ହୋଇଯାଉଛନ୍ତି ବା ଯେଉଁମାନଙ୍କୁ ଆମେ ଟିକେ କେଉଁଠି ନା କେଉଁଠି ଭୁଲ କରିଛୁ ତାଙ୍କୁ ଆମେ ସମ୍ମାନ ଦେବାରେ କେଉଁଠି ଭୁଲ କରିଛୁ ସେଇମାନଙ୍କ ପାଇଁ ମନେ ପକାଇ ଆଜିର ଦିନରେ ସେମାନଙ୍କୁ ଆମେ ସମ୍ବର୍ଦ୍ଧିତ କରିପାରିଛୁ ବୟୋଜ୍ୟେଷ୍ଠ ଅଧିବକ୍ତାମାନଙ୍କୁ ଜଟଣୀର। ତେଣୁ ଆମେ ଏହି ଅଧିବକ୍ତା ପରିବାର ତରଫରୁ ତଥା ବିଶେଷ କରି ମୋ ତରଫରୁ ଆଉ ବିଶେଷ କରି ଆମ ଜଟଣୀବାସୀଙ୍କ ତରଫରୁ ମୁଁ ନିଜକୁ ଗର୍ବ ମନେ କରୁଛି। मोर नाम देवव्रत पाढ़ी, अधिवक्ता जटणी। अधिवक्ता परिवार तरफ आज जो उत्सवटी अनुष्ठित होता यार मुख्य लक्ष्य थिला जटणी रे थिबा उपेक्षित असम्मानित एवं तांकु उपयुक्त सम्मान न दिया जाउथबा अधिवक्ता मानंकु उपयुक्त सम्मान दबा एवं सेमानंको ठारू किछि प्रेरणा आगामी युवपीढ़ी मानंकु समाज परिवर्तन एवं निजर जीविका परिवर्तन रे सही प्रकार परिपंथी प्रकाश करिबा पई जो भाषण मान देइथिले सेगुड़ा को आमे ग्रहण करी आगामी दिन में आम पेशाटी को केमती सम्मानित एवं समाजर उन्नति पई लागि परिबो सेथिपई थिला ए उत्सवर मुख्य लक्ष्य। तेणु या द्वारा आमे केवल संदेश देवा पई चाहूचु जे कौनसी प्रकार भेदभाव कौनसी प्रकार मनमालिन्य न रखी समस्ते मिसी मधुबाबूंकर जयंतीटाकू वकील दिवस भाव में पालन करने संगे संगे समाजर किपरि आमे उन्नति करिपरिबा एवं आगामी पीढ़ी पई एक प्रमाण प्रतिष्ठा करने बोलिक यार थिला मुख्य। शिवप्रसाद रथ, अधिवक्ता जटणी। आज हूँ 177तम जन्म जयंती स्वर्गत मधुसूदन दासकर। यही परिप्रेक्षी आम जटणीर अधिवक्ता परिवार यही जन्म जयंती को पालन करिचु एक स्वतंत्र रास्तार यथा जटणी उपस्थित थिबा समस्त वरिष्ठ आईनजीवी मानक डाकी एटी संबर्धित करिचु एवं तांकठू मधुसूदन विषय रे किछि अवधारणा प्राप्त होइचु। जहाँ ए परंपरा आगु को आहरी स्वतंत्र हेबो। आज आमर कार्यक्रम मधुसूदन जयंती प्राय सक्सेस संपूर्ण सफल होइछि बोली कहले अत्युक्ति हेबनी।